ବାଇବଲର ସବୁଠାରୁ କ୍ଷୁଦ୍ର ବା ଛୋଟ ପଦ ହେଲା ଜହନ 11:35 ଯୀଶୁ କାନ୍ଦିଲେ। ଏହା ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଏହି ପଦକୁ ଜାଣନ୍ତି। ସଣ୍ଡେ ସ୍କୁଲର ପ୍ରତ୍ୟେକ ପୁଅ ଝିଅମାନେ ଏହି ପଦକୁ ଜାଣନ୍ତି। ଆଉ ଅନେକ ପୁଅ ଝିଅମାନେ ସେମାନେ ଯେଉଁ ସମୟରେ ମୁଖସ୍ଥ ବାକ୍ୟକୁ ସେମାନେ ଘୋଷନ୍ତି ସେତେବେଳେ ସେମାନଙ୍କର ମା ବାପା ମାନେ ସେମାନଙ୍କର ସୁବିଧା ନିମନ୍ତେ ଏହି ପଦ ସେମାନଙ୍କ ନିକଟରେ ରଖନ୍ତି ଯେ ଯୀଶୁ କାନ୍ଦିଲେ। ପ୍ରିୟମାନେ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି ଯେ ପରମେଶ୍ୱର କେତେବେଳେ ହସନ୍ତି। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆମମାନଙ୍କ ପରମେଶ୍ୱର କେତେବେଳେ ହସନ୍ତି। ଏହା ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣନ୍ତି ନାହିଁ ଯେ ଆମର ପରମେଶ୍ୱର ହସନ୍ତି ସେ, ଆଉ କେଉଁ ସମୟରେ ବା କେତେବେଳେ ସେ ହସନ୍ତି ସେ ବିଷୟରେ ଆମେ ଆଜି ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ଆମେ ପଢ଼ିବା ଗୀତ ସଂଗୀତା ଏହାର 2 ଅଧ୍ୟାୟର 1 ପଦରୁ। ଗୋଷ୍ଠୀମାନେ କାହିଁକି କଳହ କରନ୍ତି, ଜନବୃନ୍ଦ କାହିଁକି ଅନର୍ଥକ ବିଷୟ ଭାଳନ୍ତି। ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନ କର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି। ଆସ, ଆମ୍ଭେମାନେ ସେମାନଙ୍କର ବନ୍ଧନ ଛିଣ୍ଡେଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ। 4 ପଦ। ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ସ୍ୱର୍ଗର ପରମେଶ୍ୱର ସେ ହସିବେ ଲେଖାଯାଉଛି। କେତେବେଳେ ସ୍ୱର୍ଗର ପରମେଶ୍ୱର ହସିବେ? ଯେଉଁ ସମୟରେ ଆମେ ଗୋଟେ ବଡ଼ ଘର ତିଆରି କରିବୁ, ଯେଉଁ ସମୟରେ ବଡ଼ ଚର୍ଚ୍ଚ ବିଲ୍ଡିଂ ଆମେ ତିଆରି କରିବୁ, ଯେଉଁ ସମୟରେ ଆମେ ଅନେକ ଟଙ୍କା ରୋଜଗାର କରିବୁ, ଚର୍ଚ୍ଚକୁ ଆଣି ଅନେକ ଟଙ୍କା ଆମେ ଦାନ ଦେବୁ, ସେହି ସମୟରେ ପରମେଶ୍ୱର ହସୁନାହାନ୍ତି। କେତେବେଳେ ହସୁଛନ୍ତି? ଯେଉଁ ସମୟରେ ଏହି ଜଗତର ଶକ୍ତିଶାଳୀ, ବୁଦ୍ଧିମାନ, ଜ୍ଞାନୀ, କ୍ଷମତାପନ୍ନ ବ୍ୟକ୍ତିମାନେ ପ୍ରଭୁଙ୍କର ଅଭିଷିକ୍ତ ଲୋକମାନଙ୍କ ବିରୁଦ୍ଧରେ, ମଣ୍ଡଳୀ ବିରୁଦ୍ଧରେ ସେମାନେ ଉଠନ୍ତି, ବାକ୍ୟ ବିରୁଦ୍ଧରେ ସେମାନେ ଯେତେବେଳେ ଉଠନ୍ତି, ସେମାନଙ୍କୁ ନିମନ୍ତେ ଚର୍ଚ୍ଚକୁ ଭାଙ୍ଗିବା ପାଇଁ, ଚର୍ଚ୍ଚର ଲୋକମାନଙ୍କୁ ମାରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ମନ୍ତ୍ରଣା କରନ୍ତି। ସେହି ସମୟରେ ଲେଖାଯାଏ ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ। ସ୍ୱର୍ଗରେ କିଏ ଉପବିଷ୍ଟ? ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଉପବିଷ୍ଟ। ଏହିସବୁ ପରିସ୍ଥିତି ଦେଖି ସେ ଛାନିଆ ହେଇଯିବେ ନାହିଁ। ଏହି ପ୍ରକାର କଥା ଗୁଡ଼ିକ ଖ୍ରୀଷ୍ଟିଆନ ନେତାମାନେ, ମଣ୍ଡଳୀମାନେ, ପାଳକ ପ୍ରଚାରକମାନେ ଯେଉଁ ସମୟ ନିନ୍ଦା ତାଳନା କଥା ସେମାନଙ୍କ ବିରୁଦ୍ଧରେ ରଚନା କରାଯାଏ, ସେହି ସମୟରେ ସେମାନେ ଛାନିଆ ହେଇଯିବେ। ମାତ୍ର ସ୍ୱର୍ଗର ପରମେଶ୍ୱର ଏହିସବୁ ମନ୍ତ୍ରଣା ଗୁଡ଼ିକକୁ ଯେଉଁ ସମୟରେ ଶୁଣନ୍ତି ଆଉ ଦେଖନ୍ତି, ସେହି ସମୟରେ ସେ ଛାନିଆ ହୁଅନ୍ତି ନାହିଁ। ସେହି ସମୟରେ ସେ ହସନ୍ତି। କାହିଁକି ହସନ୍ତି ସେ? କାରଣ ସେ ଜାଣନ୍ତି ଯେ ଏମାନେ ସେମାନଙ୍କର କୌଣସି କ୍ଷତି କରିପାରିବେ ନାହିଁ। ମଣ୍ଡଳୀ ପରମେଶ୍ୱରଙ୍କର ସମ୍ପତ୍ତି ଅଟେ, ମଣ୍ଡଳୀ ପରମେଶ୍ୱରଙ୍କର ଅଟେ, ଆଉ ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀମାନେ ପରମେଶ୍ୱରଙ୍କର ଅଟନ୍ତି। ଆଉ ସେମାନଙ୍କ ବିରୁଦ୍ଧରେ ଏହି ପୃଥିବୀର ଲୋକମାନେ ଯେଉଁ ସମୟରେ ମନ୍ତ୍ରଣା କରନ୍ତି, ତାଡ଼ନା କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଗୁଡ଼ିକ କରନ୍ତି, ପରମେଶ୍ୱର କାନ୍ଦନ୍ତି ନାହିଁ, ପରମେଶ୍ୱର ହସନ୍ତି, ପରିହାସ କରନ୍ତି। କାହିଁକି? କାରଣ ସେମାନେ କିଛି କରିପାରିବେ ନାହିଁ। ପରମେଶ୍ୱରଙ୍କର ଅନୁମତି ବିନା ସେମାନେ ମଣ୍ଡଳୀର କୌଣସି ପ୍ରକାର କ୍ଷତି କରିପାରିବେ ନାହିଁ। ଏହାକୁ ଆମେ ଜାଣି ରଖିବା। ଆମମାନଙ୍କ ପରମେଶ୍ୱର କେତେବେଳେ ହସନ୍ତି? ଯେଉଁ ସମୟରେ ପାର୍ଲାମେଣ୍ଟରେ ମଣ୍ଡଳୀ ବିରୁଦ୍ଧରେ ବିଭିନ୍ନ ପ୍ରକାର ବିଲ୍ ପାସ୍ କରାଯାଏ, ବିଭିନ୍ନ ପ୍ରକାର ସଂଗଠନ ଗୁଡ଼ିକରେ ମଣ୍ଡଳୀକୁ ତାଡ଼ନା କରିବା ପାଇଁ ଯୋଜନା କରାଯାଏ, ସେହି ସମୟରେ ସ୍ୱର୍ଗର ପରମେଶ୍ୱର ସେ ହସନ୍ତି, ସେମାନଙ୍କୁ ପରିହାସ କରନ୍ତି। ଏହା ବାଇବଲ ଆମମାନଙ୍କୁ କହେ। ପ୍ରିୟମାନେ, ସେଥିପାଇଁ ସେହି ସ୍ୱଭାବ ଆମର ମଧ୍ୟ ରହିବାର ଆବଶ୍ୟକ ରହିଛି। ମଣ୍ଡଳୀ ବିରୁଦ୍ଧରେ, ପାଳକ ବିରୁଦ୍ଧରେ, ସୁସମାଚାର ବିରୁଦ୍ଧରେ ଲୋକମାନେ ଯେଉଁ ସମୟରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କଲେ, ଆମେ ପରମେଶ୍ୱର ଆଡ଼କୁ ଅନେଇବା। ପରମେଶ୍ୱର ମୁହଁ ଶୁଖେଇ ଦୁଃଖରେ ବସି ନଥିବେ। ସେହି ସମୟରେ ପରମେଶ୍ୱର ହସୁଥିବେ। ସେହି ସମୟରେ ପରମେଶ୍ୱର ଏମାନଙ୍କୁ ପରିହାସ କରୁଥିବେ। ପ୍ରିୟମାନେ, ଆମେ ଯାହାର ସେବା କରୁଛୁ ସେ ପରମେଶ୍ୱର ସର୍ବଶକ୍ତିମାନ ପରମେଶ୍ୱର। ଏହି ପ୍ରକାର ଯୋଜନା ଗୁଡ଼ିକକୁ ଦେଖି ସ୍ୱର୍ଗର ପରମେଶ୍ୱର ହସନ୍ତି, କାରଣ ସେ ଶକ୍ତିଶାଳୀ ପରମେଶ୍ୱର। ସେ ଆପଣା ଲୋକମାନଙ୍କୁ ସୁରକ୍ଷା କରି ଜାଣନ୍ତି ସେମାନଙ୍କ ମନ୍ତ୍ରଣା ଗୁଡ଼ିକ କୌଣସି କାମ ଦେବ ନାହିଁ। ଏହା ପରମେଶ୍ୱର ଅତି ଭଲ ଭାବରେ ଜାଣନ୍ତି। ଆଉ ପରମେଶ୍ୱର କେତେବେଳେ ହସନ୍ତି? ପଢ଼ିବା ହିତୋପଦେଶ 1 ଅଧ୍ୟାୟ 25 ପଦରୁ ପଢ଼ିବା। ଆମେ 24ରୁ ପଢ଼ିବା। ଯେତେବେଳେ ମୁଁ ଡାକିଲି, ପୁଣି ତୁମ୍ଭେମାନେ ନାସ୍ତି କଲ, ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲ ନାହିଁ।
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ମନ୍ତ୍ରଣା ତୁଚ୍ଛ ଜ୍ଞାନ କଲ, ପୁଣି ମୋହର କୌଣସି ଅନୁଯୋଗ ଚାହିଁଲ ନାହିଁ। ଏହେତୁ ମୁଁ ମଧ୍ୟ ତୁମ୍ଭମାନଙ୍କ ବିପଦ ବେଳେ ହସିବି, ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି। ପ୍ରିୟମାନେ, ଯେଉଁ ସମୟରେ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି, ପ୍ରଭୁ ସେମାନଙ୍କୁ ଡାକୁଥିଲେ, ପ୍ରଭୁ ସେମାନଙ୍କୁ କଥା କହୁଥିଲେ, ପ୍ରଭୁ ସେମାନଙ୍କୁ ଅନୁଯୋଗ କରୁଥିଲେ, ସେମାନେ ପ୍ରଭୁଙ୍କର କଥାକୁ ଶୁଣନ୍ତି ନାହିଁ। ସେମାନେ ପ୍ରଭୁଙ୍କର କଥାକୁ ପଛରେ ପକାଇ ଦିଅନ୍ତି, ହାଲକାରେ ନିଅନ୍ତି। ଆଉ ସେମାନଙ୍କର ବିପଦ ଆସିବା ସମୟରେ, କାରଣ ବିପଦ ଆସିବ, ପ୍ରତ୍ୟେକ ମନୁଷ୍ୟକୁ ବିପଦ ଆସିବ। ଲେଖାଯାଏ, ଏହେତୁ ମୁଁ ମଧ୍ୟ ସେମାନଙ୍କ ବିପଦ ବେଳେ ହସିବି। ସ୍ୱର୍ଗର ପରମେଶ୍ୱର, ଯେ କି ସର୍ବ ବିପଦରୁ ଆମକୁ ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ ସାମର୍ଥ୍ୟ, ସେ ଆମକୁ ଉଦ୍ଧାର ନ କଲେ, ସେ ଆମକୁ ରକ୍ଷା ନ କଲେ ଆମେ କୌଣସି ପ୍ରକାର ଭାବେ ଉଦ୍ଧାର ପାଇପାରିବା ନାହିଁ। ସେ କହୁଛନ୍ତି, ମୋ କଥା ମାନିଲେ ନାହିଁ, ମୋ କଥା ଶୁଣିଲେ ନାହିଁ, ମୁଁ ଯେଉଁ ସମୟରେ ଡାକିଲି ସେହି ସମୟରେ ମୋ କଥା, ମୋ ଅନୁଯୋଗରେ ମନ ପରିବର୍ତ୍ତନ କଲେ ନାହିଁ, ପ୍ରଭୁଙ୍କ ନିକଟକୁ ଆସିଲେ ନାହିଁ। ଆଉ ଯେତେବେଳେ ସମୟ ଆସିବ ସେମାନେ ମଧ୍ୟ ମୋତେ ଡାକିବେ। ପ୍ରିୟମାନେ, ଅନେକ ଜଣ କାନ୍ଦି କାନ୍ଦି ଡାକୁଛନ୍ତି, ଅନେକ ଜଣ ଉପବାସ କରି ଡାକୁଛନ୍ତି, ମାତ୍ର ପରମେଶ୍ୱର ଶୁଣୁନାହାନ୍ତି ନାହିଁ। ସେମାନଙ୍କ ବିପଦ ସମୟରେ ପରମେଶ୍ୱର ହସୁଛନ୍ତି। ଯେଉଁ ପରମେଶ୍ୱର ଆମକୁ ବିପଦରୁ ଉଦ୍ଧାର କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର, ସେହି ପରମେଶ୍ୱର ଆମର ବିପଦ ବେଳେ ଯଦି ହସିବେ, ତାହେଲେ ଆମର ଅବସ୍ଥା କ'ଣ ହେବ, ଆମର ପରିସ୍ଥିତି କ'ଣ ହେବ? ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରମେଶ୍ୱର ଡାକିଲା ବେଳେ ଆପଣ ଶୁଣନ୍ତୁ, ପ୍ରଭୁଙ୍କ ନିକଟକୁ ଆସନ୍ତୁ, ସେ ଯାହା କହୁଛନ୍ତି ତାହା ମାନନ୍ତୁ। ଆଉ ଯେଉଁ ସମୟରେ ବିପଦ ଘେରା ଆସିବ, ଯଦି ଆପଣ ଶୁଣି ନାହାନ୍ତି, ସେହି ସମୟରେ ଆପଣ ବିଭିନ୍ନ ପ୍ରେୟର ଟାୱାରକୁ ଆପଣ ପ୍ରେୟର ରିକ୍ୱେଷ୍ଟ ଦେବେ, ବଡ଼ ବଡ଼ ପାଳକମାନଙ୍କୁ ଫୋନ୍ କରି ପ୍ରାର୍ଥନା କରାଇବେ, ବଡ଼ ବଡ଼ ସଭାମାନଙ୍କୁ ଯିବେ, ଅନେକ ଦାନ ଦେଇ ସଭା ଆୟୋଜନ କରିବେ, ତାହା ହେଲେ ମଧ୍ୟ କିଛି ହେବ ନାହିଁ। କାରଣ ପରମେଶ୍ୱର ଡାକିଲା ବେଳେ ଆପଣ ଶୁଣି ନାହାନ୍ତି। ଆପଣ ଡାକିଲା ବେଳେ ସେ କେବଳ ଶୁଣିବେ ନାହିଁ ତାହା ନୁହେଁ, ସେ ହସିବେ, ପରିହାସ କରିବେ। ଏମିତି କୌଣସି ବ୍ୟକ୍ତିଙ୍କ ଜୀବନରେ ନ ଘଟୁ, ଏହା ମୋର ପ୍ରାର୍ଥନା ଓ ଇଚ୍ଛା। ପରମେଶ୍ୱର ଯେଉଁ ସମୟରେ ଆମକୁ ଡାକୁଛନ୍ତି, ସେହି ସମୟରେ ଆମେ ଯଦି ତାଙ୍କ ରବରେ ମନୋଯୋଗ କରିବା ନାହିଁ, ଆଉ ଆମେ ଡାକିବା ସମୟରେ ତାଙ୍କର ପ୍ରତିକ୍ରିୟା କ'ଣ, ବାଇବଲ ଆମମାନଙ୍କୁ କହୁଛି। ପ୍ରଭୁ କେତେବେଳେ ହସନ୍ତି? ଯେଉଁ ସମୟରେ ମଣ୍ଡଳୀ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ରଚନା କରାଯାଏ, ସେହି ସମୟରେ ଆମର ପରମେଶ୍ୱର ହସନ୍ତି। ଆଉ କେଉଁ ସମୟରେ ହସନ୍ତି? ଯେଉଁ ସମୟରେ ଯେଉଁମାନେ ପ୍ରଭୁଙ୍କର କଥା ଶୁଣି ନାହାନ୍ତି, ମାନି ନାହାନ୍ତି, ପରେ ବିପଦ ସମୟରେ ତାଙ୍କ ନିକଟକୁ ଆସନ୍ତି, ସେହି ସମୟରେ ପରମେଶ୍ୱର ହସନ୍ତି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ସବୁ ସମୟରେ ଯେ ପ୍ରକାର ତାଙ୍କ କଥା ମାନିବା, ତାଙ୍କ ପଛରେ ଚାଲିବା, ସେଥିପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଗୌରବମୟ ସ୍ୱର୍ଗୀୟ ପିତା, ଆମେ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛୁ। ତୁମେ ପ୍ରତି ପ୍ରଭାତରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ, ତୁମର ବାକ୍ୟକୁ ତୁମେ ଆମମାନଙ୍କୁ ଜଣାଉଛ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରଭୁ ତୁମେ ଆମ ପାଇଁ ହସ ନାହିଁ। ପ୍ରଭୁ ଆମକୁ ଥଟ୍ଟା ପରିହାସ କର ନାହିଁ। ଆମର ଭୁଲକୁ ଆମେ ମାନୁଛୁ, ଆମେ ସ୍ୱୀକାର କରିଛୁ। ଆମେ ଅନେକ ଥର ତୁମର ଅନୁଯୋଗରେ ମନ ପରିବର୍ତ୍ତନ କରିନାଉ, ତୁମର କଥାକୁ ପଛରେ ପକାଇ ଦେଇଛୁ। ଦୟାକରି ଆମମାନଙ୍କୁ କ୍ଷମା କର। ଆମମାନଙ୍କୁ ପ୍ରଭୁ ତୁମେ ଦୟାକରି କ୍ଷମା କର, ତୁମ ଆଡ଼କୁ ଆକର୍ଷଣ କର। ଆମେ ଆଉ ଥରେ ପ୍ରଭୁ ତୁମ ନିକଟକୁ ଆସିଛୁ। ଦୟାକରି ପ୍ରଭୁ ଆମମାନଙ୍କୁ ପ୍ରଭୁ ତୁମେ ଆବରି ନିଅ। ଯେଉଁ ଭାଇ ଭଉଣୀମାନେ ପ୍ରଭୁ ବିପଦ ସମୟରେ ତୁମକୁ ଡାକୁଛନ୍ତି, ପ୍ରଭୁ ସେମାନଙ୍କର ପ୍ରଭୁ ଡାକକୁ ତୁମେ ଶୁଣ। ପ୍ରଭୁ ସେମାନଙ୍କୁ ଗୋଟେ ସୁଯୋଗ ଦିଅ, ଏହା ମୁଁ ପ୍ରାର୍ଥନା କରୁଛି। ରାଜା, ତୁମେ ସୁଯୋଗ ଦେବା ପରମେଶ୍ୱର, କ୍ରୋଧରେ ଧୀର, ଅତ୍ୟନ୍ତ ଦୟାଳୁ ପରମେଶ୍ୱର, ତୁମେ ଦୟା କର, ତୁମେ ଅନୁଗ୍ରହ କର। ପ୍ରଭୁ ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁ ଯଦି ଆମମାନଙ୍କୁ ଅନୁଗ୍ରହ କରନ୍ତି, ତାହେଲେ ଆମମାନେ ଆସନ୍ତା ଅଧ୍ୟାୟରେ ପୁନର୍ବାର ଆଉ ଗୋଟିଏ ନୂଆ ପ୍ରସଙ୍ଗ ନେଇ ଆମମାନେ ପରସ୍ପର ସହିତ ସାକ୍ଷାତ ହେବା, ଆମମାନେ ରହିବା। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ। ପ୍ରେଜ୍ ଦ ଲର୍ଡ।